ଆଜିର କାଳାଂଶକୁ ସ୍ୱାଗତ ଓ ଅଭିନନ୍ଦନ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ସାଧାରଣ ବିଜ୍ଞାନ ବହିର ଆମ ଶରୀର ଗଠନ ବିଷୟର ପ୍ରଶ୍ନୋତ୍ତର ଆଲୋଚନା କରିବା। ଏହି ପ୍ରଶ୍ନୋତ୍ତରକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ଓ ଲାଇକ୍ କରନ୍ତୁ। ତେବେ ଆସନ୍ତୁ ଏହି ପ୍ରଶ୍ନୋତ୍ତର ଆଲୋଚନା କରିବା। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟ ସ୍ଥାନ ପୂରଣ କର। ଆମ ଶରୀରଟି ଅସ୍ଥି ଓ ଡ୍ୟାସ୍ରେ ଗଠିତ। ମାଂସପେଶୀ, ରକ୍ତ, ଚର୍ମ। ଏହାର ଉତ୍ତର ହେବ ମାଂସପେଶୀ। ଆମ ଶରୀରଟି ଅସ୍ଥି ଓ ମାଂସପେଶୀରେ ଗଠିତ। ଖ ନମ୍ବର ପ୍ରଶ୍ନ, ଆମ ଶରୀରରେ ଡ୍ୟାସ୍ ଖଣ୍ଡ ଅସ୍ଥି ଅଛି? 106, 206, 500। 206 ଖଣ୍ଡ ଅସ୍ଥି ଅଛି। ଗ ନମ୍ବର ପ୍ରଶ୍ନ, ବ୍ୟାୟାମ ପରେ ଡ୍ୟାସ୍ ନେଲେ ମାଂସପେଶୀ ଦୃଢ଼ ହୁଏ? ଖାଦ୍ୟ, ବିଶ୍ରାମ, ବାୟୁ। ଉତ୍ତର ହେବ ବିଶ୍ରାମ। ବ୍ୟାୟାମ ପରେ ବିଶ୍ରାମ ନେଲେ ମାଂସପେଶୀ ଦୃଢ଼ ହୁଏ। ଘ, ବିଭିନ୍ନ ପ୍ରକାର ଖାଦ୍ୟରୁ ଶରୀରକୁ ଡ୍ୟାସ୍ ମିଳେ? ମାଂସ, ଲହୁଣୀ, ଶକ୍ତି। ଉତ୍ତର ହେବ ଶକ୍ତି ମିଳେ। ବିଭିନ୍ନ ପ୍ରକାର ଖାଦ୍ୟରୁ ଶରୀରକୁ ଶକ୍ତି ମିଳେ। ଙ, ଘୋଳା ହୋଇ ରହିଥିବା ଡ୍ୟାସ୍ ଖାଦ୍ୟ ଖାଇବା ଉଚିତ? ତଟକା, ବାସି, ଥଣ୍ଡା। ଏହାର ଉତ୍ତର ହେବ ତଟକା। ଘୋଳା ହୋଇ ରହିଥିବା ତଟକା ଖାଦ୍ୟ ଖାଇବା ଉଚିତ। ତାପରେ 2 ନମ୍ବର ପ୍ରଶ୍ନ, 2 ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। କ ହେଉଛି ଆମ ଶରୀରର କେଉଁ ଅଙ୍ଗ କେବଳ ମାଂସପେଶୀ ଦ୍ୱାରା ଗଠିତ? ଏହାର ଉତ୍ତର ହେବ ଆମ ଶରୀରର ଚକ୍ଷୁ, ପାକସ୍ଥଳୀ ଓ ହୃତ୍ପିଣ୍ଡ କେବଳ ମାଂସପେଶୀ ଦ୍ୱାରା ଗଠିତ। ଖ ନମ୍ବର ପ୍ରଶ୍ନ, ସ୍ୱାସ୍ଥ୍ୟ ଖରାପ ଅଛି ବୋଲି କିପରି ଜାଣିବ? ବେଳେବେଳେ। ଉତ୍ତର ହେବ ବେଳେବେଳେ ଆମକୁ ଖେଳିବାକୁ, ବୁଲିବାକୁ, ପାଠ ପଢ଼ିବାକୁ ଇଚ୍ଛା ହୁଏ ନାହିଁ। ଶରୀରର କେତେକ ସ୍ଥାନରେ କଷ୍ଟ ହୁଏ, ମନ ଭଲ ରହେ ନାହିଁ, ସେତେବେଳେ ଆମର ସ୍ୱାସ୍ଥ୍ୟ ଖରାପ ଅଛି ବୋଲି ଆମେ ଜାଣୁ। ଗ ନମ୍ବର ପ୍ରଶ୍ନ, ଅସ୍ଥି ଓ ମାଂସପେଶୀକୁ ଦୃଢ଼ କରୁଥିବା ଖାଦ୍ୟ ପଦାର୍ଥ ଗୁଡ଼ିକର ନାମ ଲେଖ। ଉତ୍ତର, ଅସ୍ଥି ଓ ମାଂସପେଶୀକୁ ଦୃଢ଼ କରୁଥିବା ଖାଦ୍ୟ ପଦାର୍ଥ ଗୁଡ଼ିକ ହେଲା ମାଛ, ମାଂସ, ଅଣ୍ଡା, କ୍ଷୀର, ଛେନା, ମଟର, ବୁଟ, ଡାଲି ଇତ୍ୟାଦି। ଘ ନମ୍ବର ପ୍ରଶ୍ନ, ପନିପରିବା ଓ ଫଳ ଆମ ଶରୀରକୁ କିପରି ସାହାଯ୍ୟ କରେ? ଉତ୍ତର, ପନିପରିବା ଓ ଫଳ ଆମ ଶରୀରକୁ ନିରୋଗ ରଖିବାରେ ସାହାଯ୍ୟ କରେ। ଙ ନମ୍ବର ପ୍ରଶ୍ନ, 4ଟି ଉତ୍ତମ ଖାଦ୍ୟାଭ୍ୟାସର ନାମ ଲେଖ ବା 4ଟି ଉତ୍ତମ ଖାଦ୍ୟାଭ୍ୟାସ ଲେଖ। 4ଟି ଉତ୍ତମ ଖାଦ୍ୟାଭ୍ୟାସ ହେଲା: 1. ନିୟମିତ ପରିମିତ ଖାଦ୍ୟ ଖାଇବା, ମାନେ ଯେତିକି ଆବଶ୍ୟକ ସେତିକି ଖାଇବା। 2. ସବୁ ପ୍ରକାର ଖାଦ୍ୟ ମିଶାଇ ଖାଇବା। 3 ନମ୍ବର, ଘୋଳା ହୋଇ ରହିଥିବା ତଟକା ଖାଦ୍ୟ ଖାଇବା। 4. ଖାଇବା ପୂର୍ବରୁ ହାତ ଧୋଇବା। ଏହି 4ଟି ହେଉଛି ଉତ୍ତମ ଖାଦ୍ୟାଭ୍ୟାସ। ଚ ନମ୍ବର ପ୍ରଶ୍ନ, ନିୟମିତ ବ୍ୟାୟାମ କରିବା ଆବଶ୍ୟକ କାହିଁକି? ଏହାର ଉତ୍ତର ହେଉଛି ବ୍ୟାୟାମ ଦ୍ୱାରା ଶରୀର, ଅସ୍ଥି ଓ ମାଂସପେଶୀ ଗୁଡ଼ିକ ଚାଳିତ ହୋଇ ଶକ୍ତିଶାଳୀ ହୁଅନ୍ତି। ତେଣୁ ନିୟମିତ ବ୍ୟାୟାମ କରିବା ଉଚିତ। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।